କଥା ହେଉ କାହାକୁ ଭଲ ପାଇବି ବସିବି ମୁଁ କେବେ ଭାବି ନଥିଲି। କାହାର ମେସେଜକୁ ଏମିତି ଅପେକ୍ଷା କରିବି ମୁଁ କେବେ ଭାବି ନଥିଲି। ତୁମେ କେବେ ମୋର ଏତେ ନିକଟତର ହୋଇଯିବ ଆଉ ତୁମେ କେବେ ମୋତେ ଏତେ ଭଲ ପାଇବ ମୁଁ କେବେ ଭାବି ନଥିଲି। ଅଜଣା ଲୋକଟି କେବେ ମୋର ଅତି ଆପଣାର ହୋଇଯିବ ଆଉ ମୋ ହୃଦୟ ତାକୁ ନ ଦେଖିଲେ ପାଗଳ ହୋଇଯିବ ମୁଁ କେବେ ଭାବି ନଥିଲି। ଏମିତିରେ ତ ତୁମେ ବହୁତ ସୁନ୍ଦର, ହେଲେ ଗୋଟିଏ କଥା ମନେ ରଖିବ, ମୋର ଭଲ ପାଇବା କେବଳ ତୁମ ଦେହ ସାଥିରେ ନୁହେଁ, ତୁମର ଆତ୍ମା ସହିତ ହେଇଥିଲା। ସମୟ ଯେମିତି ବି ଆସୁନା କାହିଁକି, ମୋ ପ୍ରେମ ତୁମ ପାଇଁ କେବେ ବି ଶେଷ ହେବନି, ବରଂ ବଢ଼ି ବଢ଼ି ଯିବ। ଯେବେଠୁ ତୁମକୁ ଦେଖିଲି ମୋର ଆଉ କାହାକୁ ଦେଖିବାକୁ ଇଚ୍ଛା ହେଉନି। କାହିଁକି ତୁମେ ମିଳିଗଲା ପରେ ମୋତେ ଦୁନିଆରେ ସବୁ କିଛି ମିଳିଯାଇଛି। ଆମ ଜୀବନରେ ନା ତ କେହି ଏମିତି ଆସିଥାଏ, ନା କେହି ଏମିତି ଚାଲି ଯାଇଥାଏ। ସବୁରେ କିଛି ନା କିଛି କାରଣ ଥାଏ। ତାପରେ କାରଣ ଥାଉ ବା ନଥାଉ, ସେ ତ ଯଦି କିଏ ରହିଥାଏ ସେ କେବଳ ତୁମେ ଆଉ ତୁମର କଷ୍ଟ, ଯାହାକୁ ଏ ଭାଙ୍ଗି ଯାଇଥିବା ହୃଦୟ ସମ୍ଭାଳି ହେଉନି। ନା ଏ କଷ୍ଟକୁ କେହି ବାଣ୍ଟି ପାରିବ, ନା କେହି କମ୍ କରିପାରିବ। ଆଉ ମୁଁ ଏବେ ଯାହା ତୁମକୁ କହିଲି, ଯଦି ତୁମେ ନିଜକୁ କହିବ ତ କିଛିଟା ତୁମେ ଜାଣିପାରିବ। ଆଉ ଯଦି ତୁମେ ଭାବୁଛ କି ସେ ପୁଣି ଆସିବ, ତୁମର ଏ ସମ୍ପର୍କ ଆଉ ଥରେ ଗଢ଼ି ଉଠିବ, ତ ବିଶ୍ୱାସ କର ଏହା କେବେ ସମ୍ଭବ ନୁହେଁ। ଯଦି ସେ ତୁମ ପାଖରୁ ଦୂରକୁ ଯିବା ପାଇଁ ବହୁତ ଥର ଭାବିଛି, ତ ତୁମେ ବି ଥରେ ଭାବି ଦେଖ କି ଯେଉଁମାନେ ତୁମ ପାଇଁ ବଞ୍ଚିଛନ୍ତି, ତୁମଠୁ କିଛି ଆଶା ରଖିଛନ୍ତି, ତାଙ୍କର କ'ଣ ହେବ? ସେଥିପାଇଁ କହୁଛି, ଯିଏ ଚାଲିଗଲା ତାକୁ ଯିବାକୁ ଦିଅ, ଆଉ ଯିଏ ଆସିବାର ଅଛି ତା ପାଇଁ ନିଜକୁ ପ୍ରସ୍ତୁତ କର। କାହିଁକି ନା ଜୀବନଟା ବି ତୁମର, ଆଉ ଜୀବନରେ ମିଳିଥିବା ସବୁ ଖୁସି ବି ତୁମର। ମୁଁ ସ୍ୱପ୍ନରେ ଯାହାକୁ ଅନୁଭବ କରିଥାଏ, ଯିଏ ମୋ ଭାବନାରେ ଗୋଟିଏ ଅଂଶ ହୋଇ ରହିଥାଏ। ମୁଁ ଜଣକୁ ଦେଖି ଯାହା କଥା ସବୁବେଳେ ଭାବୁଥାଏ, ଆଉ ମୁଁ ଭଗବାନଙ୍କ ପାଖରେ ସବୁବେଳେ ଯାହାକୁ ମାଗୁଥାଏ, ସେ ହେଉଛ କେବଳ ତୁମେ, ଆଉ କେହି ବି ନୁହେଁ। ଯାହା ପାଖରେ ମୋତେ ଦୁନିଆରେ ସବୁ ଖୁସି ମିଳିଯାଇଛି, ଯାହା ପାଖରେ ରହିଲେ ମଧ୍ୟ ମୋ ହୃଦୟ ଶାନ୍ତି ମିଳିଯାଏ। ଯାହା ପାଖରେ ଥିଲେ ମୁଁ ମୋ ନିଜକୁ ଭୁଲିଯାଏ, ଆଉ ଯାହା ପାଖରେ ଥାଇ ବି ମୁଁ କେବଳ ତାରି କଥା ଭାବୁଥାଏ। ସେ ହେଉଛ କେବଳ ତୁମେ, ଆଉ କେହି ନୁହେଁ। ଯିଏ ମୋ ଜୀବନରେ ଖୁସି ଲହରୀ ଭରି ଦେଇଛି, ମୁଁ ଏକୁଟିଆ ଥିଲାବେଳେ ଯିଏ ତାର ଅନୁଭବ ମୋତେ କରାଇଛି। ଯାହା ପାଖରେ ରହି ମୁଁ ସବୁ ଦୁଃଖ ଭୁଲି ଯାଇଛି, ଯିଏ ତା ନିଜଠୁ ବେଶୀ ମୋ କଥା ଚିନ୍ତା କରିଛି, ସେ ହେଉଛ କେବଳ ତୁମେ, ଆଉ କେହି ନୁହେଁ। ଯଦି ତୁମେ ଏମିତି ମଣିଷକୁ ଭଲ ପାଉଛ, ଯିଏକି ତୁମ ସାଥିରେ ଠିକ୍ ସେ କଥା ବି ହେଉନି। ପ୍ରଥମେ ତ ସବୁ କିଛି ଠିକ୍ ଥିଲା, ହେଲେ ଏବେ ସବୁ କଥାରେ ତୁମକୁ ସେ ଭୁଲ ପ୍ରମାଣିତ କରିବାକୁ ଚାହୁଁଛି। ଯାହା ପାଖରେ ଏବେ ତୁମକୁ ଟାଇମ୍ ଦେବା ପାଇଁ, ଟାଇମ୍ ନେବା ପାଇଁ, ଆଉ ବେଶୀ ହେଲେ ସେ ତୁମକୁ ବ୍ଲକ୍ ବି କରିଦେଉଛି। ତ ବିଶ୍ୱାସ କର, ତା ସାଥିରେ ରହି ତୁମକୁ କେବଳ ଅପମାନ ଛଡ଼ା ଆଉ କିଛି ବି ମିଳିବନି। ଆଜି ନୁହେଁ ତ କାଲି ସେ ତୁମଠୁ ଦୂରକୁ ନିଶ୍ଚୟ ଚାଲିଯିବ। ତୁମେ କେବେ ତାକୁ ରିକ୍ୱେଷ୍ଟ କରନି କି ତୁମ ସାଥିରେ କଥା ହେବା, ତୁମ ସାଥିରେ ରହିବ। ଯିଏ ତୁମକୁ ସତରେ ଭଲ ପାଉଥିବ ନା, ସେ ତୁମକୁ 1000 ଥର ବି କ୍ଷମା କରିଦେବ, ନାଇଁ କି ତୁମଠୁ ଦୂରେଇ ଯିବ। ଯଦି ତୁମେ ବି କୋଉ ଏମିତି ରିଲେସନ୍ରେ ଥିବ, ଟାଇମ୍ ଆଉ ଇମୋସନାଲ୍ ୱେଷ୍ଟ କରୁଛ, ତ ସେଠାରୁ ବାହାରି ଆସ। ତା ପାଇଁ ଲୁହ ଗଡ଼େଇଲେ କିଛି ବି ଲାଭ ହେବନି। ତୁମେ ତାକୁ ଯେତେ ବୁଝାଅ ନା କାହିଁକି, ସେ ତୁମର କୌଣସି ବି କଥା ଶୁଣିବନି। ଯଦି କାହାକୁ ବୁଝେଇବାର ଅଛି ତ ନିଜକୁ ବୁଝାଅ। ତାର କ'ଣ ଅଛି, ତାକୁ ତ କିଛି ଫରକ ହିଁ ପଡ଼ିବନି। ଆଶା କରୁଛି ଆପଣମାନଙ୍କୁ ମୋ ଭିଡ଼ିଓଟି ଭଲ ଲାଗିଥିବ। ତେବେ